ମୁଁ ହଉଛି ଶିକରଚଣ୍ଡୀ ଭିଲେଜ କମିଟିର ସେକ୍ରେଟାରୀ। ଇଫତାର ପାର୍ଟିଟା ଆମର ଶିକରଚଣ୍ଡୀ ନଗର ଗୋଟେ ହଉଛି ଭାଇସାର ଶିକରଚଣ୍ଡୀ ନଗର। ଟୋଟାଲ ଆମର ସେଠି ରହୁଛନ୍ତି 1500 ପରିବାର। ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସମସ୍ତେ ଆମେ ଭାଇ ଭଳିଆ ଚଳୁ। ସବୁବେଳେ ଆମ ସେ ଶିକରଚଣ୍ଡୀ ନଗରର ମସଜିଦରେ ଆମର ପ୍ରୋଗ୍ରାମ ହୁଏ। ସେମାନେ ମଧ୍ୟ ଆମର ଶିକରଚଣ୍ଡୀ ମାଙ୍କର ଯାତ୍ରା କରାଯାଏ। ସେମାନେ ଆମକୁ ବହୁତ ସହଯୋଗ ସାହାଯ୍ୟ କରନ୍ତି। ସବୁବେଳେ ମିଳିମିଶିକିରି ସବୁ ଜିନିଷକୁ ଏଇ ଜିନିଷକୁ ପାଳନ କରାଯାଉ। ସବୁବେଳେ ଇଫତାର ପାର୍ଟି ସେଠି କରାଯାଏ। ଏଠି ମଧ୍ୟ ଆମ ପୂଜାର ସହଯୋଗ ସମସ୍ତେ ମିଳିମିଶି ଆମେ ସବୁବେଳେ ଭଲ ଭାବରେ କାମଟା କରୁ। କାମଟା ହେଇଛି ଏଇଭଳିଆ ଭାଇଚାରା ପୁରା ଭାରତ ବର୍ଷରେ ସମସ୍ତେ ମିଳିମିଶି ରହିବା କଥା। ସମସ୍ତେ ନିଜ ନିଜ ଭିତରେ ଭାଇ ଭଳିଆ ସମ୍ପର୍କ ରହିବା କଥା। କେହି କାହାକୁ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସବୁ ଝଗଡ଼ା ଝାଟି ସୃଷ୍ଟି ନ କରିବା କଥା। ପରିବାର ଭିତରେ ବାଦ ବିବାଦ ନ ହେଇକିରି ସମସ୍ତେ ଭାରତର ନାଗରିକ ହେଇକିରି ଦେଶକୁ କେମିତି ଆଗ ଦାଡ଼ିରେ ନେଇକି ଯିବା, ଦେଶକୁ କେମିତି ଆଗେଇବା ଏଇ ବିଷୟରେ ଚିନ୍ତା କରିବା ଦରକାର। ସମସ୍ତେ ମିଳିମିଶିକି ଯୋଉ ଭାରତ ଆମର ସ୍ୱାଧୀନ ହେଇଥିଲା, ଯୋଉ ଇଂରେଜ ଅମଳରୁ ଯୋଉ ସ୍ୱାଧୀନ ହେଇକି ଆମେ ସମସ୍ତେ ଯୋଉ ମିଳିମିଶିକି ଯୋଉ ସ୍ୱାଧୀନ ପାଇଁ ଯୋଉ ଲଢ଼େଇ କରିଥିଲେ, ସେଇଭଳି ଆମେ ସମସ୍ତେ ଭାଇଚାରା ହେଇକି ରହିବା ଦରକାର। କାହା ଭିତରେ କିଛି ହିଂସା ମନୋଭାବ ନ, ସମସ୍ତଙ୍କ ଭିତରେ ସମ୍ମାନ ରହିବା ଦରକାର, ଭାତୃତ୍ୱ ଭାବ ରହିବା ଦରକାର, ସମସ୍ତେ ମିଳିମିଶି ରହିବା ଦରକାର। କିନ୍ତୁ ଆମକୁ ତ ପରିବର୍ତ୍ତନ କିଛି କରିବାକୁ ପଡେ ନା, ସମସ୍ତେ ତ ଆମେ ତ ମିଶିବାନି ନା। ଆମେ ବି ଛୋଟ ଛୋଟ ପିଲାମାନେ କିଛି ଭୁଲ କରିଦେଉଛନ୍ତି, ଆମେ ତାକୁ ତ ସିନିୟର ତାକୁ ସମାଧାନ କରିବା। ଲୋକ ହଜାର ଭୁଲ ବାଟରେ ଯିବେ, ଆମେ ତ ତାକୁ ସୁଧାରିବା ନା। ଲୋକ ତ ହଜାର ଭୁଲ ବାଟରେ ଯିବେ, କିନ୍ତୁ ଆମର ଚେଷ୍ଟା କରିବା ଆମେ କେମିତି ସମସ୍ତେ ମିଳିମିଶି ସବୁବେଳେ ରହିବା। କିଛି ତ ଭୁଲ ଠିକ ହବ, ସମସ୍ତେ ଭୁଲ ଭିତରେ ପଶିପାରେ। ଯେହେତୁ ଆମେ ସିନିୟର ଅଛୁ, ମୁଁ ଗୋଟେ ଗାଁର ସମ୍ପାଦକ, ମୁଁ ସବୁବେଳେ ଚାହିଁବି ମୋ ଗାଁଟା ଭଲ ରହିବ, ମୋ ସମସ୍ତ ଭାଇମାନେ ମିଶିକି ରହିବେ। ମାନେ ଆମେ ଯୋଉ ମୁସଲିମ ଭାଇମାନେ ଯୋଉ ସୋସାଇଟି ଅଛନ୍ତି, ଆମ ବାପା ଦାଦା ଅମଳ ତାଙ୍କ ସହିତ ମିଳିମିଶି ଥିଲେ, ଆମେ ତାଙ୍କ ପୁଅ କହିବାକୁ ଗଲେ ଚଳେ। ସେମାନଙ୍କ ସହିତ ଆଜି ଆମର ବାପା ଦାଦା ସମ୍ପର୍କ ରହିଛି, ମାମୁଁ ଭଣଜା ସମ୍ପର୍କ ରହିଛି, ପିଲାମାନଙ୍କ ସହିତ ଆମେ ସବୁବେଳେ ମିଶିକି ରହୁଛୁ। ସବୁବେଳେ ଆମେ ଚେଷ୍ଟା କରିବୁ ଯେ ଏକାଠି ଆମ ଶିକରଚଣ୍ଡୀ ନଗର ଯେମିତି ଏକାଠି ରହିଛି, ଭାରତ ବର୍ଷ ସେମିତି ଏକାଠି ରହୁ, ସାରା ଓଡ଼ିଶା ମଧ୍ୟ ଏକାଠି ରହୁ। ଏହା ହିଁ ମୋର ବକ୍ତବ୍ୟ। ସମସ୍ତେ ଆମର ଆସିଥିଲେ, ଆମର ଅଖେଇବା ଆସିଥିଲେ, ଆମର ନବନିର୍ମାଣ କୃଷକ ସଂଗଠନ ସମସ୍ତେ ଆସିଥିଲେ। ଆଉ ସମସ୍ତେ ପ୍ରେସ୍ ମିଡ଼ିଆ ଭାଇମାନେ ମଧ୍ୟ ଆସିକି ସହଯୋଗ କରିଥିଲେ, ତାଙ୍କୁ ମଧ୍ୟ ମୁଁ ଅଶେଷ ଧନ୍ୟବାଦ ଦେଉଛି। ପୋଲିସ ଡିପାର୍ଟମେଣ୍ଟର ଲୋକ ମଧ୍ୟ ଆସିଥିଲେ, ତାଙ୍କୁ ମଧ୍ୟ ପ୍ରଶାସନକୁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ବିଭିନ୍ନ ପ୍ରକାର ରାଜନୈତିକ ଲୋକ ମଧ୍ୟ ଆସିଥିଲେ, ବିଭିନ୍ନ ପ୍ରକାର ସମାଜସେବୀ ମଧ୍ୟ ଆସିଥିଲେ, ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏଇ ସବୁ ଗେଟ୍ ଟୁଗେଦର ମିଶିକି ସମସ୍ତେ ଗୋଟେ ଭାଇଚାରା ସମ୍ପର୍କ ସୃଷ୍ଟି କରି ସମସ୍ତଙ୍କୁ ଧନ୍ୟବାଦ ଦେଉଛି।